ହ୍ୟାଲୋ ବନ୍ଧୁମାନେ, ଫିଜି ହେଉଛି ପ୍ରଶାନ୍ତ ମହାସାଗର ସହ ଲାଗିଥିବା ଏକ ଦ୍ୱୀପ। ଏହି ଫିଜି ଦ୍ୱୀପରେ ଆମେ ଯାହା ଦେଖୁ କିମ୍ବା ଯାହା ଦେଖିଲେ ବି ସେତେ ଅନନ୍ୟ। ଏଠାରେ ଝିଅମାନଙ୍କଠାରୁ ଆରମ୍ଭ କରି ଚୁଟିର ଶୈଳୀ ପର୍ଯ୍ୟନ୍ତ ଆଉ କଳା ଦାନ୍ତ ଥାଏ। ଏଠାରେ ବାହାଘର କରିବା ପାଇଁ $1 ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ଏସବୁ ଦେଖି ଫିଜି ବହୁତ ରୋଚକ ଲାଗୁଛି ନା? କେବଳ ଏହା ନୁହେଁ, ଫିଜି ବିଷୟରେ ଆହୁରି ଅନେକ ରୋଚକ କଥା ଲୁଚି ରହିଛି। ଏଠାରେ ସ୍ତ୍ରୀଙ୍କୁ ତାଙ୍କ ସବୁଠାରୁ ଅଛନ୍ତା ବନ୍ଧୁମାନଙ୍କ ସହ ମଧ୍ୟ ବାଣ୍ଟି ଦିଅନ୍ତି। ତୁମେ ଯେଉଁ ଝିଅକୁ ପସନ୍ଦ କରୁଛ ତା ସହ ଏଠାରେ ତୁମେ ଖୁସିରେ ସମୟ କାଟିପାରିବ। ଆଉ ଗୋଟେ ରୋଚକ କଥା ହେଉଛି, ଏହି ଫିଜି ଦ୍ୱୀପରେ ଜଣେ ମହିଳାଙ୍କୁ ବାହାଘର କଲେ ଆଉ ଜଣେ ଝିଅ ତୁମକୁ ବୋନସ ଭାବେ ମିଳେ। ଏହା କ'ଣ ମୁଁ କେବେ ଶୁଣି ନଥିବା ବମ୍ପର ଅକ୍ଷର ଲାଗୁଛି କି? ଏଠାରେ ସଂସ୍କୃତି ଏମିତି ହିଁ। ଏସବୁ ଶୁଣି ତୁରନ୍ତ ଖିଜି ଯିବାକୁ ମନ ହେଉଛି ନା? ଏହା ବିଷୟରେ ଆମେ ଯାହା କହୁଛୁ ପ୍ରଥମେ ସମ୍ପୂର୍ଣ୍ଣ ଶୁଣି ତାପରେ ଯାଅ। ଏଠାରେ ମଣିଷ ମାତ୍ର ନୁହେଁ, ଖିଜିରେ ହେଉଥିବା ପର୍ବଗୁଡ଼ିକ ମଧ୍ୟ ବହୁତ ଅନନ୍ୟ। ଖିଜିକୁ ଟ୍ରିପ୍ ଗଲେ ତୁମକୁ ବହୁତ ସୁନ୍ଦର ଓ ଅନନ୍ୟ ଅନୁଭବ ମିଳିବ। ଏଠାରେ ଥରେ ପହଞ୍ଚି ଗଲେ ବସ, ଏଠାରେ ସ୍ଥାନୀୟ ଲୋକେ ସୁନ୍ଦର ନୃତ୍ୟ ସହ ବହୁତ ସୁନ୍ଦର ଭାବେ ସ୍କତ କରନ୍ତି। ଆହୁରି ଫିଜି ସହ ଜଡ଼ିତ ଅନେକ କଥା ଆଜିର ଟ୍ରାଭେଲ ଡକ୍ୟୁମେଣ୍ଟାରୀରେ ଜାଣିବା। ତୁମେ ଯଦି ନୂଆ ଭାବେ ଏହି ଚ୍ୟାନେଲ ଦେଖୁଛ, ତୁରନ୍ତ ଏହି ଭିଡିଓକୁ ଲାଇକ୍ କର, ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କର। ଫିଜି ହେଉଛି ଦକ୍ଷିଣ ପ୍ରଶାନ୍ତ ମହାସାଗର ସହ ଲାଗିଥିବା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଦ୍ୱୀପ ଦେଶମାନଙ୍କର ପଲିନେସିଆ, ମାଇକ୍ରୋନେସିଆ ମଧ୍ୟରେ। ନ୍ୟୁଜିଲାଣ୍ଡର ଉତ୍ତର ପୂର୍ବରୁ 2000 କିଲୋମିଟର ଦୂରରେ, ଅଷ୍ଟ୍ରେଲିଆର ସିଡନୀରୁ 3200 କିଲୋମିଟର ଦୂରରେ ଅଛି। ଯୁକ୍ତରାଷ୍ଟ୍ରରୁ ପ୍ରାୟ 11 ଘଣ୍ଟା ବିମାନ ଯାତ୍ରା କଲେ ଫିଜିରେ ପହଞ୍ଚି ପାରିବ। ଫିଜି ସମ୍ପୂର୍ଣ୍ଣ 15 ମିଲିୟନ ବର୍ଗ ମାଇଲରେ ବିସ୍ତାରିତ। ଏହି ଫିଜି କେତେ ବଡ଼ ତାହା କହିଲେ ଟେକ୍ସାସ, କାଲିଫୋର୍ନିଆ, ଆଲାସ୍କା ଏହି ତିନୋଟି ମିଶିଲେ ଯେତେ ବଡ଼ ହେବ ଫିଜି ସେତେ ବଡ଼। ସେଠାରେ ଥିବା 332 ଦ୍ୱୀପରେ ଏହି 15 ମିଲିୟନ ବର୍ଗ ମାଇଲ କେବଳ 10% ଦ୍ୱୀପ ମାତ୍ର। ବାକି 332 ଦ୍ୱୀପକୁ ମିଶାଇଲେ ଆହୁରି କେତେ ବଡ଼ ହେବ ତାହା ଆମେ ଅନୁମାନ କରିପାରିବ। କିନ୍ତୁ ଫିଜିରେ ଅନେକ ଅଞ୍ଚଳ ସମୁଦ୍ର ନିରପେକ୍ଷ ବଢ଼ିବା ହେତୁ ବୁଡ଼ି ଯାଉଛି। ସେହିପରି ସମୁଦ୍ର ନିରପେକ୍ଷ ବଢ଼ିବା କାରଣରୁ ଏହି ଅଞ୍ଚଳର ଲୋକେ ଅନ୍ୟତ୍ର ଯାଇ ବାସ କରୁଛନ୍ତି। ଲୋକେ ସବୁବେଳେ ପୁନଃସ୍ଥାପନ କରୁଥିବା ଦେଶ ହେଉଛି ଫିଜି ବୋଲି କହିହେବ। ଫିଜିରେ ସମ୍ପୂର୍ଣ୍ଣ 2400 ଏକର ଜମି ଅଛି। କିନ୍ତୁ ଏତେ ବଡ଼ ଜମି ଥାଇ ମଧ୍ୟ ଏଠାରେ ଲୋକେ ସ୍ଥାୟୀ ଭାବେ ରହିପାରନ୍ତି ନାହିଁ। ଫିଜିରେ ଥିବା ଦ୍ୱୀପଗୁଡ଼ିକ ସାପ ନଥିବା ଦ୍ୱୀପ ବୋଲି କହିହେବ। କେବଳ ଏଡୁଟାବା ଦ୍ୱୀପରେ ମାତ୍ର ପ୍ରାୟ 1500ରୁ ଅଧିକ ସାପ ଅଛନ୍ତି। ଫିଜିରେ ବାହାଘର କରୁଥିବା ବର କନ୍ୟା ବଡ଼ ବଡ଼ ଉପହାର ଦେବା ପାଇଁ ଟେନସନ କରିବାକୁ ପଡ଼େ ନାହିଁ। କାରଣ ଏଠାରେ ଉପହାରକୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। ବାହାଘର ବହୁତ ସରଳ ଭାବେ ହୁଏ। ନିଶ୍ଚିତାର୍ଥରେ କନ୍ୟା ଡାଇମଣ୍ଡ ରିଙ୍ଗ ପରି ଜିନିଷ ମାଗେ ନାହିଁ। ବଡ଼ ବଡ଼ ନଡ଼ିଆ ଦରକାର ବୋଲି ମାତ୍ର ମାଗେ। ଆଶ୍ଚର୍ଯ୍ୟ ହେଉଛ କି? ଏମିତି ମଧ୍ୟ ମାଗନ୍ତି କି ବୋଲି ଲାଗୁଛି? ହଁ, ଫିଜିରେ ନିଶ୍ଚିତାର୍ଥ ଏମିତି ହିଁ ହୁଏ। ଆଉ ଗୋଟେ ରୋଚକ କଥା ହେଉଛି, ପୁରୁଷମାନେ ଚାହିଁଲେ ଗାଁରେ ଥିବା ସମସ୍ତଙ୍କୁ ବାହାଘର କରିପାରନ୍ତି। କିନ୍ତୁ ଗାଁରେ ସମସ୍ତେ ବାହାଘର ନ ହୋଇଥିବା ହେବା ଦରକାର ନା? ଏସବୁ ଦେଖି ଫିଜିରେ ବାହାଘର ବହୁତ ସରଳ ଲାଗୁଛି ନା? ହଁ, କେତେ ସରଳ ବୋଲି କହିଲେ, ବାହାଘର ପରେ ସ୍ତ୍ରୀଙ୍କୁ ଅନ୍ୟ ପୁରୁଷଙ୍କ ସହ ବାଣ୍ଟି ଦିଅନ୍ତି। ଅନ୍ୟ ପୁରୁଷଙ୍କ ସହ ବାଣ୍ଟିବା କହିଲେ ତୁମେ ଏକାବାରେ ଆଶ୍ଚର୍ଯ୍ୟ ହେଲ କି? ହଁ, ଫିଜିରେ ଏହା ସାଧାରଣ। ଆଖପାଖରେ ଥିବା ଲୋକେ, ବନ୍ଧୁମାନେ ଆଉ ଅନ୍ୟ ସମ୍ପର୍କୀୟଙ୍କ ସ୍ତ୍ରୀଙ୍କୁ କିଛି ଦିନ ପାଇଁ ଅସ୍ଥାୟୀ ସ୍ତ୍ରୀ ଭାବେ ରଖିପାରନ୍ତି। ଏହା କେଉଁ ପରମ୍ପରାରେ? ହଁ, ଏମିତି ଅନନ୍ୟ ପରମ୍ପରା ଫିଜିରେ ମାତ୍ର ଅଛି। କେହି କୌଣସି କାମ ପାଇଁ ଅନ୍ୟ ଗାଁକୁ ଗଲେ କିମ୍ବା ଅଧିକ ଘଣ୍ଟା କାମ କରିବାକୁ ପଡ଼ିଲେ ଘର ପାଖରେ ଥିବା ଲୋକଙ୍କୁ ମୋ ସ୍ତ୍ରୀଙ୍କୁ ଦେଖାଶୁଣା କର ବୋଲି କହନ୍ତି। ଅସ୍ଥାୟୀ ଭାବେ ଆସୁଥିବା ସ୍ତ୍ରୀ
ତାଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ପରି ମନେକରି ରୋଷେଇରୁ ଆରମ୍ଭ କରି ସବୁ ପ୍ରକାରର କାମ କରିବାକୁ ପଡ଼େ। କିନ୍ତୁ ଅସ୍ଥାୟୀ ସ୍ତ୍ରୀମାନେ ଆସିଲେ ତାଙ୍କ ସ୍ୱାମୀମାନେ ଦୁଃଖୀ ହୁଅନ୍ତି ନାହିଁ କି ବୋଲି ତୁମକୁ ଲାଗୁଛି? ଏଠାରେ ଏସବୁ ବହୁତ ସାଧାରଣ। କେତେକ ସମୟରେ ଏମିତି ଅସ୍ଥାୟୀ ଭାବେ ଆସୁଥିବା ସ୍ତ୍ରୀଙ୍କ ସହ ରୋମାଣ୍ଟିକ ସମ୍ପର୍କ ମଧ୍ୟ ରଖନ୍ତି। ରୋମାଣ୍ଟିକ ସମ୍ପର୍କ ରଖୁଛନ୍ତି ବୋଲି ଜାଣିଲେ ମଧ୍ୟ ସ୍ୱାମୀମାନେ ଏହାକୁ ହାଲୁକା ଭାବେ ନିଅନ୍ତି। ଏହି ରୁଟୁମା ଗୋଷ୍ଠୀରେ ଏସବୁ ସାଧାରଣ ହେତୁ ଏହି ଗୋଷ୍ଠୀର ପରମ୍ପରା ସଫଳତାର ସହ ଆଗେଇ ଚାଲିଛି। ଆଉ ଗୋଟେ ରୋଚକ କଥା ହେଉଛି, ଫିଜିରେ ଥିବା ଲଭ୍ ଗୋଷ୍ଠୀରେ ଗୋଟେ ଘରର ଦିଦି ଓ ଭଉଣୀ ଦୁହେଁ ଗୋଟେ ସ୍ୱାମୀଙ୍କୁ ବାହାଘର କରିପାରନ୍ତି। ସେହିପରି ବ୍ରାଜିଲରେ ଜଣେ ପୁରୁଷ ଗୋଟେ ଘରର ଦୁଇ ଦିଦି ଭଉଣୀଙ୍କୁ ବାହାଘର କରିପାରେ, କିନ୍ତୁ ସେମାନେ ନିଶ୍ଚିତ ଭାବେ ଯମଜ ହେବା ଦରକାର। କିନ୍ତୁ ଲଭ୍ ଗୋଷ୍ଠୀରେ ଦୁଇ ଦିଦି ଭଉଣୀ ଯମଜ ହେବା ଦରକାର ନାହିଁ, କେବଳ ଦିଦି ଭଉଣୀ ହେଲେ ମାତ୍ର ହେବ। ଏହି ଦୁଇ ଗୋଷ୍ଠୀରେ ତୁମକୁ କେଉଁଟା ରୋଚକ ଲାଗୁଛି? ରୁଟୁମା ଗୋଷ୍ଠୀରେ ସ୍ତ୍ରୀଙ୍କୁ ବନ୍ଧୁମାନଙ୍କ ସହ ଆଖପାଖରେ ଥିବା ଲୋକଙ୍କ ସହ ବାଣ୍ଟି ପାରନ୍ତି। ଲଭ୍ ଗୋଷ୍ଠୀରେ ଗୋଟେ ଘରର ଦୁଇ ଦିଦି ଭଉଣୀଙ୍କୁ ଜଣେ ପୁରୁଷ ବାହାଘର କରିପାରେ। ତୁମକୁ ପସନ୍ଦ ହୋଇଥିବା ଗୋଷ୍ଠୀର ନାଁ କମେଣ୍ଟ ବକ୍ସରେ କମେଣ୍ଟ କର। କିନ୍ତୁ ଫିଜିରେ ସମ୍ପୂର୍ଣ୍ଣ ଗାଁ ସଂସ୍କୃତି ଅଛି। ଶାଶୁ, ଶ୍ୱଶୁର, ଦିଦିମାନେ, ଭଉଣୀମାନେ ସମସ୍ତେ ଗୋଟେ ଜାଗାରେ ରୁହନ୍ତି। ଏମିତି ସଂସ୍କୃତି ଥିବାରୁ ଫିଜିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କିଛି ନିରାପଦ ଅଛି। ପରିବେଶ ସଂରକ୍ଷଣ ବିଷୟରେ ଫିଜି ବହୁତ କଡ଼ା ବୋଲି କହିହେବ। ଫିଜିରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ। ଥରେ ତୁମେ ଫିଜିରେ ପାଦ ଦେଲେ ବସ, ଶୁଦ୍ଧ ବାୟୁ, ସୁନ୍ଦର ବେଳାଭୂମି, ତାପମାତ୍ରା ବିଷୟରେ ଅଧିକ ଟେନସନ କରିବାକୁ ପଡ଼େ ନାହିଁ। କାରଣ ଫିଜିରେ ତାପମାତ୍ରା 26ରୁ 31 ଡିଗ୍ରୀ ମାତ୍ର। ତେଣୁ ପାଗ ବିଷୟରେ ଅଧିକ ଅସୁବିଧା ହେବାକୁ ପଡ଼େ ନାହିଁ। ଫିଜିରେ ବହୁତ ସୁନ୍ଦର ପାଗ ଅଛି। ସକାଳେ ଭଲ ରୋଦ ଥାଏ, ତେଣୁ ଭିଟାମିନ ଡି ଏଠାରେ ରହୁଥିବା ଲୋକଙ୍କୁ ପ୍ରଚୁର ମିଳେ। ବେଳାଭୂମି ପାଖରେ ଧଳାବାଲି, ଚାରିପାଖେ ସବୁଜ ପରିବେଶ ସହ ଫିଜିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବହୁତ ଆନନ୍ଦଦାୟକ। ଫିଜିମାନେ ଆଣ୍ଡର ଉତ୍ତର କାର୍ଯ୍ୟକଳାପ ପାଇଁ ସବୁଠାରୁ ଭଲ ସ୍ଥାନ ବୋଲି କହିହେବ, କାରଣ ଏଠାରେ ବେଳାଭୂମିରେ ସ୍ୱଚ୍ଛ ପାଣି ଅଛି। ଜୟନ୍ତ ଗାର୍ଡେନ୍ସ ହେଉଛି ଫିଜିରେ ବହୁତ ପ୍ରସିଦ୍ଧ ସ୍ଥାନ। ନାଟି ଟାଉନରେ ଥିବା ଜୟନ୍ତ ଗାର୍ଡେନ୍ସରେ ପ୍ରାୟ 2000 ପ୍ରକାରର ଗଛ ଅଛି। ଫିଜିକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଜୟନ୍ତ ଗାର୍ଡେନ୍ସକୁ ନ ଦେଖି ରହନ୍ତି ନାହିଁ। ତାଭୋରା ୱାଟରଫଲ ଫିଜିରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଅଭାବ ନାହିଁ। ଏହି ୱାଟରଫଲ ସ୍ୱଚ୍ଛ ପାଣି ସହ ତଳେ ମଧ୍ୟ ବହୁତ କମ ଗଭୀରତାରେ ଅଛି। ଫିଜିକୁ ଆସିଲେ ତାଭୋରା ୱାଟରଫଲ ଦେଖିବାକୁ ଭୁଲିବ ନାହିଁ। କିନ୍ତୁ ଫିଜିକୁ ଆସୁଥିବା ପର୍ଯ୍ୟଟକମାନେ ସବୁଠାରୁ ଅଧିକ ଆକର୍ଷିତ ହୁଅନ୍ତି ଏଠାରେ ଅନନ୍ୟ ପର୍ବ ବିଷୟରେ। ହିବିସ୍କସ୍ ଫେଷ୍ଟିଭାଲ ରାଜଧାନୀ ସୁଭାରେ ପ୍ରତିବର୍ଷ ଅଗଷ୍ଟରେ ହିବିସ୍କସ୍ ଫେଷ୍ଟିଭାଲ ଆୟୋଜନ କରନ୍ତି। ଏହା ଫିଜିରେ ହେଉଥିବା ସବୁଠାରୁ ପୁରାତନ ବଡ଼ ପର୍ବ। ଏହି ପର୍ବକୁ ସ୍ଥାନୀୟ ସାଂସ୍କୃତିକ ଗୋଷ୍ଠୀମାନେ ପାରମ୍ପରିକ ପୋଷାକ ପିନ୍ଧି ନୃତ୍ୟ ଓ ସଙ୍ଗୀତ ସହ ବହୁତ ଉତ୍ସାହରେ ଆୟୋଜନ କରନ୍ତି। ଏହି ହିବିସ୍କସ୍ ଫେଷ୍ଟିଭାଲରେ ଫିଜିଆନ ଝିଅମାନେ ପାରମ୍ପରିକ ପୋଷାକ ପିନ୍ଧି ବହୁତ ଉଜ୍ଜଳ ଆଖି ସହ ଥାନ୍ତି। ସେମାନଙ୍କର ଉଜ୍ଜଳ ଆଖି ପର୍ବ ଦେଖିବାକୁ ଆସୁଥିବା ଲୋକଙ୍କୁ ବହୁତ ଆକର୍ଷିତ କରେ। ଏହି ହିବିସ୍କସ୍ ଫେଷ୍ଟିଭାଲ ସକାଳୁ ରାତି ପର୍ଯ୍ୟନ୍ତ ନୃତ୍ୟ, ସଙ୍ଗୀତ, ଆନନ୍ଦ ସହ ପୂର୍ଣ୍ଣ ଉତ୍ସାହରେ ଚାଲେ। ଏହି ହିବିସ୍କସ୍ ଫେଷ୍ଟିଭାଲ ସହ ହୁଲା ଫେଷ୍ଟିଭାଲ ମଧ୍ୟ ଫିଜିରେ ବହୁତ ପ୍ରସିଦ୍ଧ। ଏହି ହୁଲା ଫେଷ୍ଟିଭାଲ ଉତ୍ସାହଜନକ ସାଂସ୍କୃତିକ ପ୍ରଦର୍ଶନୀ ସହ ବହୁତ ଉତ୍ସାହରେ ଚାଲେ। ଏହି ହୁଲା ଫେଷ୍ଟିଭାଲରେ ଫିଜି ଝିଅମାନଙ୍କ ମଧ୍ୟରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ହୁଏ। କିନ୍ତୁ ଏହି ପର୍ବରେ ଦର୍ଶକମାନେ ମଧ୍ୟ ସ୍ଥାନୀୟ ଲୋକଙ୍କ ସହ ହୁଲା ନୃତ୍ୟ କରି ବହୁତ ଆନନ୍ଦ କରିପାରନ୍ତି। ଏହି ପର୍ବରେ ଭାଗ ନେଇଥିବା ପର୍ଯ୍ୟଟକମାନେ ଏହି ହୁଲା ଫେଷ୍ଟିଭାଲକୁ ଜୀବନଭର ସ୍ମୃତି ଭାବେ ମନେ ରଖନ୍ତି। କିନ୍ତୁ ଫିଜିକୁ ଆସୁଥିବା ଲୋକେ ସୁନ୍ଦର ବେଳାଭୂମି, ପ୍ରକୃତି, ଏଠାରେ ଅନନ୍ୟ ପର୍ବକୁ ଆନନ୍ଦ କରି
ଫିଜି ଯାତ୍ରା ସମ୍ପୂର୍ଣ୍ଣ ହୁଏ ନାହିଁ। ଏଠାରେ ଅନନ୍ୟ ଖାଦ୍ୟକୁ ନିଶ୍ଚିତ ଭାବେ ଆନନ୍ଦ କରିବା ଦରକାର। ଫିଜିରେ ବହୁତ ପ୍ରସିଦ୍ଧ ଖାଦ୍ୟର ନାଁ ହେଉଛି ଲୋଭ। ଏହି ଲୋଭକୁ ପାରମ୍ପରିକ ମାଟି ଚୁଲିରେ ରୋଷେଇ କରନ୍ତି। ଏହି ଲୋଭ ଖାଦ୍ୟରେ ମୁର୍ଗୀ, ମାଛ ଆଉ କିଛି ପନିପରିବା ସହ କଦଳୀ ପତ୍ରରେ ଘରମ ଘରମ ରୋଷେଇ କରନ୍ତି। ଏମିତି ରୋଷେଇ କରିବାରୁ ଧୂଆଁର ଶବ୍ଦ ସହ ଏହି ଲୋଭ ବହୁତ ସ୍ୱାଦିଷ୍ଟ ହୁଏ। ଏହି ଲୋଭ ମାତ୍ର ନୁହେଁ, ଫିଜିକୁ ଆସୁଥିବା ପର୍ଯ୍ୟଟକମାନେ କେବେ ହାତଛଡ଼ା ନ କରୁଥିବା ଆଉ ଗୋଟେ ଖାଦ୍ୟ ଅଛି, ତାହାର ନାଁ କୋକୋଡ଼ା। ମାଛ ଉପରେ ଲେମ୍ବୁ ଖଣ୍ଡ ସହ ସଜାଇ ନଡ଼ିଆ ଦୁଧ ମିଶାଇ ପିଆଜ ଖଣ୍ଡ ଆଉ ଗାର୍ନିଶ କରି ଥଣ୍ଡା ଦିଅନ୍ତି। ଗ୍ରୀଷ୍ମକାଳରେ ମାତ୍ର ଏହି ଖାଦ୍ୟ ଫିଜିରେ ବହୁତ ପ୍ରସିଦ୍ଧ। ତୁମେ ଗ୍ରୀଷ୍ମକାଳରେ ଫିଜି ଭ୍ରମଣ କରିବାକୁ ଚାହୁଁଛ ଯଦି ଏହି କୋକୋଡ଼ାକୁ କେବେ ହାତଛଡ଼ା କର ନାହିଁ। ଏହା ମାତ୍ର ନୁହେଁ, ଆଉ ଅନ୍ୟ ଅନନ୍ୟ ଖାଦ୍ୟକୁ ଫିଜିରେ ଆନନ୍ଦ କରିବାକୁ ହେଲେ ତୁମକୁ ପରଖିବା ଦରକାର ଏକ ପାନୀୟ କାଭା ରୁଟ୍ସ। କାଭା ଗଛରୁ ବହୁତ ପାରମ୍ପରିକ ଉପାୟରେ ନିଆଯାଇଥିବା ପାନୀୟ ହେଉଛି କାଭା ରୁଟ୍ସ। ଏହି ପାନୀୟକୁ ଅଧିକାଂଶ ପାର୍ଟି କରୁଥିବା ସମୟରେ ଆରାମ ପାଇଁ ପିଅନ୍ତି। ଫିଜିରେ ସ୍ୱାସ୍ଥ୍ୟ ସେବା ଏବେ ସବୁଠି ବିକଶିତ ହେଉଛି। ଫିଜି ସରକାର ବଡ଼ ପରିମାଣରେ ସ୍ୱାସ୍ଥ୍ୟ ସେବାରେ ନିବେଶ କରୁଛନ୍ତି। ଫିଜିଆନ ନାଗରିକଙ୍କ ପାଇଁ ଆଇନଗତ ନାଗରିକଙ୍କ ପାଇଁ ଫିଜିରେ ମାଗଣାରେ ସାର୍ବଜନୀନ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଦିଆଯାଉଛି। ସବୁଠାରୁ ଭଲ ସ୍ୱାସ୍ଥ୍ୟ ସେବା ସୁବିଧା ବିଷୟରେ କହିଲେ କଲୋନିଆଲ ଓର ମେମୋରିଆଲ ହସ୍ପିଟାଲ ସୁଭାରେ ଥିବା CWM ହସ୍ପିଟାଲ ଦୁଇଟି ଅଛି। CWM ମାନେ ଫିଜିରେ ଥିବା ସବୁଠାରୁ ବଡ଼ ହସ୍ପିଟାଲ। ଫିଜିରେ ସ୍ୱାସ୍ଥ୍ୟ ସେବା ବେଗରେ ଶଯ୍ୟା ବଢ଼ାଇବା କିମ୍ବା ଗୁଣାତ୍ମକ ସେବା ଦେବା ବିଷୟରେ ବହୁତ ଭଲ ଭାବେ ବିକଶିତ ହେଉଛି। ଫିଜିରେ ସ୍ୱାସ୍ଥ୍ୟ ପରୀକ୍ଷା ନିରୀଖ ବହୁତ ସୁଲଭ। ମୌଳିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ 20ରୁ 30 US$ ନିଅନ୍ତି। ଶିକ୍ଷା ବିଷୟରେ କହିଲେ ଫିଜିରେ ନାଗରିକଙ୍କ ପାଇଁ ପ୍ରାଇମାରୀ ସ୍କୁଲରୁ ସେକେଣ୍ଡାରୀ ସ୍କୁଲ ପର୍ଯ୍ୟନ୍ତ ଶିକ୍ଷା ମାଗଣାରେ ଦିଆଯାଏ। କେବଳ ଏତିକି ନୁହେଁ, ଫିଜି ସରକାର ମାଗଣା ଟ୍ୟୁସନ ପଢ଼ାଇବା ସହ ଗରିବ ଛାତ୍ରଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଦିଅନ୍ତି। କାରଣ ସେମାନଙ୍କ ଦେଶରେ ଥିବା ପ୍ରତ୍ୟେକ ଛାତ୍ର ପଢ଼ିବା ଦରକାର। ଶିକ୍ଷା ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଦରକାର। ଫିଜିରେ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ମାତ୍ର ସୁଲଭ ନୁହେଁ, ଫିଜିରେ ଜୀବନ ଖର୍ଚ୍ଚ ସ୍ଥାନୀୟ ଓ ବିଦେଶୀଙ୍କ ପାଇଁ ବହୁତ ସୁଲଭ। ଫିଜିରେ ରହିବା ପାଇଁ ଏତେ ଅଧିକ ଜୀବନ ଖର୍ଚ୍ଚ ନାହିଁ। ଭଲ ଭାବେ ବିକଶିତ ଦେଶମାନଙ୍କର ଜୀବନଶୈଳୀ ସହ ତୁଳନା କଲେ ଫିଜିରେ ଜୀବନ ଖର୍ଚ୍ଚ ବହୁତ କମ। ମୁଖ୍ୟତଃ ଖାଦ୍ୟ, ଘର, ସେବା ବିଷୟରେ ଖର୍ଚ୍ଚ ବହୁତ କମ। ଫିଜି ସହ ଜଡ଼ିତ ରୋଚକ କଥାଗୁଡ଼ିକ ଦେଖିଲ ନା? ଫିଜିରେ ତୁମକୁ କ'ଣ ପସନ୍ଦ ହେଲା ତାହା କମେଣ୍ଟ ବକ୍ସରେ କମେଣ୍ଟ କର। ଏହା ଆଜିର ଭିଡିଓ। ଆଉ ଗୋଟେ ରୋଚକ ଭିଡିଓ ସହ ପୁଣି ଭେଟିବା।